ଶାନ୍ତି। ଓମ୍ ଶାନ୍ତି। ଓମ୍ ଶାନ୍ତି। 28/2/2026 ପ୍ରାତଃ ମୁରଲି। ଓମ୍ ଶାନ୍ତି। ବାପଦାଦା ମଧୁବନ। ଆଜି ମିଠା ବାବା ତାଙ୍କ ମିଠା ସନ୍ତାନମାନଙ୍କୁ କ'ଣ ନିର୍ଦ୍ଦେଶ ଦେଇଛନ୍ତି? ମିଠା ବାବା କହୁଛନ୍ତି, ତୁମେମାନେ ଈଶ୍ୱରୀୟ ସମ୍ପ୍ରଦାୟ ଅଟ। ତୁମକୁ ଜ୍ଞାନର ସୂର୍ଯ୍ୟ ବାବା ମିଳିଛନ୍ତି। ବର୍ତ୍ତମାନ ତୁମେ ଜାଗ୍ରତ ହୋଇଛ, ତେଣୁ ଅନ୍ୟମାନଙ୍କୁ ମଧ୍ୟ ଜାଗ୍ରତ କର। ପ୍ରଶ୍ନ: ଅନେକ ପ୍ରକାରର ତକରାଳ ଅର୍ଥାତ୍ ବିବାଦ ସୃଷ୍ଟି ହେବାର କାରଣ ତଥା ତାର ନିବାରଣ କ'ଣ? ଉତ୍ତର: ଯେତେବେଳେ ଦେହ ଅଭିମାନରେ ଆସୁଛ, ସେତେବେଳେ ଅନେକ ପ୍ରକାରର ବିବାଦ ସୃଷ୍ଟି ହେଉଛି। ମାୟାର ଗ୍ରହଚାରୀ ଅର୍ଥାତ୍ ଖରାପ ଗ୍ରହର ପ୍ରଭାବରେ ଆସିଯାଉଛ। ବାବା କହୁଛନ୍ତି, ଦେହୀ ଅଭିମାନୀ ହୁଅ, ସେବାରେ ଲାଗିଯାଅ, ସର୍ବଦା ଯୋଗର ଯାତ୍ରାରେ ରୁହ, ତେବେ ଗ୍ରହର ପ୍ରଭାବ ସମାପ୍ତ ହୋଇଯିବ। ଓମ୍ ଶାନ୍ତି। ରୁହାନୀ ସନ୍ତାନମାନଙ୍କ ପାଖକୁ ରୁହାନୀ ପିତା ଶ୍ରୀମତ ଦେବା ପାଇଁ ବା ବୁଝାଇବା ପାଇଁ ଆସିଛନ୍ତି। ଏ କଥା ତ ପିଲାମାନେ ବୁଝିଗଲେଣି ଯେ ଡ୍ରାମାର ଯୋଜନା ଅନୁସାରେ ହିଁ ସମସ୍ତ କାର୍ଯ୍ୟ ହେବ। ବାକି ଆଉ ଅଳ୍ପ ସମୟ ରହିଛି। ଏହି ଭାରତକୁ ରାବଣପୁରୀରୁ ପୁଣି ବିଷ୍ଣୁପୁରୀରେ ପରିଣତ କରିବାର ଅଛି। ତେବେ ବାବା ମଧ୍ୟ ଗୁପ୍ତ ଅଟନ୍ତି। ପାଠପଢ଼ା ମଧ୍ୟ ଗୁପ୍ତ ଅଟେ। ସେଣ୍ଟର ତ ବହୁତ ଅଛି। ଛୋଟ ବଡ଼ ଗାଁମାନଙ୍କରେ ଛୋଟ ବଡ଼ ସେଣ୍ଟର ସବୁ ରହିଛି ଏବଂ ପିଲାମାନେ ମଧ୍ୟ ବହୁତ ଅଛନ୍ତି। ଏବେ ପିଲାମାନେ ଚ୍ୟାଲେଞ୍ଜ ବା ଆହ୍ୱାନ ତ କରିଛନ୍ତି ଏବଂ ଲେଖିଦେବାର ମଧ୍ୟ ଅଛି। ଯେତେବେଳେ କୌଣସି ପୁସ୍ତକ ତିଆରି କରୁଛ, ତେବେ ସେଥିରେ ଲେଖିବାର ମଧ୍ୟ ଅଛି ଯେ ଆମେ ନିଜର ଏହି ଭାରତ ଭୂମିକୁ ସ୍ୱର୍ଗରେ ପରିଣତ କରି ଛାଡ଼ିବୁ। ତୁମକୁ ମଧ୍ୟ ନିଜର ଭାରତ ଭୂମି ବହୁତ ପ୍ରିୟ ଅଟେ, କାରଣ ତୁମେ ଜାଣିଛ ଏହି ଭାରତ ହିଁ ସ୍ୱର୍ଗ ଥିଲା। ଏହାକୁ 5000 ବର୍ଷ ହୋଇଗଲାଣି। ଭାରତ ବହୁତ ଗୌରବଶାଳୀ ଥିଲା। ଏହା ହିଁ ସ୍ୱର୍ଗ ଥିଲା। ତୁମ ବ୍ରହ୍ମାମୁଖ ବଂଶାବଳୀମାନଙ୍କୁ ହିଁ ଏହି ଜ୍ଞାନ ଜଣାଅଛି। ଏହି ଭାରତକୁ ନିଶ୍ଚିତ ଭାବରେ ଶ୍ରୀମତ ଆଧାରରେ ଆମକୁ ସ୍ୱର୍ଗ କରିବାକୁ ହେବ। ସମସ୍ତଙ୍କୁ ରାସ୍ତା ବତାଇବାକୁ ହେବ। ଏଥିରେ କୌଣସି ଖିଟିପିଟିର କଥା ହିଁ ନାହିଁ। ପରସ୍ପର ମଧ୍ୟରେ ବସି ବିଚାର କରିବା ଦରକାର ଯେ ଏହି ପ୍ରଦର୍ଶନୀର ଚିତ୍ର ଦ୍ୱାରା ଆମେ କ'ଣ ଏଭଳି ପ୍ରଚାର କରିବା ଯାହାକି ଖବରକାଗଜରେ ମଧ୍ୟ ଚିତ୍ର ବାହାରିବ। ତେଣୁ ପରସ୍ପର ମଧ୍ୟରେ ଏହା ଉପରେ ଆଲୋଚନା କରିବା ଦରକାର। ଯେପରି ସରକାର ନିଜ ଭିତରେ ମିଶି ବିଚାର ବିମର୍ଶ କରିଥାନ୍ତି ଯେ ଭାରତକୁ ଆମେ କିପରି ସୁଧାରିବା। ଏଠାରେ ଏତେ ଯେଉଁ ମତଭେଦ ହୋଇଯାଇଛି, ତାକୁ ପରସ୍ପର ମିଶି କିପରି ଠିକ୍ କରିବା ଏବଂ ଭାରତରେ ଶାନ୍ତି ଏବଂ ସୁଖ କିପରି ସ୍ଥାପନ ହେବ, ସରକାରଙ୍କର ମଧ୍ୟ ସେଥିପାଇଁ ପୁରୁଷାର୍ଥ ଚାଲିଛି। ତୁମମାନଙ୍କର ମଧ୍ୟ ପାଣ୍ଡବ ସରକାର ରୂପରେ ଗାୟନ ହେଉଛି। ଏହା ବହୁତ ବଡ଼ ଈଶ୍ୱରୀୟ ସରକାର। ବାସ୍ତବରେ ଏହାକୁ କୁହାଯାଉଛି ପବିତ୍ର ଈଶ୍ୱରୀୟ ସରକାର। ପତିତ ପାବନ ପିତା ହିଁ ପତିତ ସନ୍ତାନମାନଙ୍କୁ ପାବନ ଦୁନିଆର ମାଲିକ କରୁଛନ୍ତି। ଏ କଥା ପିଲାମାନେ ଜାଣିଛନ୍ତି। ମୁଖ୍ୟ ଧର୍ମ ହେଲା ଭାରତର ଆଦି ସନାତନ ଦେବୀ ଦେବତା ଧର୍ମ। ଏ କଥା ମଧ୍ୟ ପିଲାମାନେ ଜାଣିଛନ୍ତି ଯେ ଏହା ହେଉଛି ରୁଦ୍ର ଜ୍ଞାନ ଯଜ୍ଞ। ରୁଦ୍ର କୁହାଯାଉଛି ଈଶ୍ୱର ପିତା ଶିବ ବାବାଙ୍କୁ। ଗାୟନ ମଧ୍ୟ ଅଛି ଯେ ବାସ୍ତବରେ ବାବା ଆସି ରୁଦ୍ରଜ୍ଞାନ ଯଜ୍ଞ ରଚନା କରିଥିଲେ। ସେମାନେ ତ ଲମ୍ବା ଚଉଡ଼ା ସମୟ ଲେଖିଦେଇଛନ୍ତି।
କାରଣ ସମସ୍ତେ ଅଜ୍ଞାନ ନିଦ୍ରାରେ ଶୋଇ ରହିଛନ୍ତି। ଏବେ ତୁମକୁ ବାବା ଆସି ଜାଗ୍ରତ କରିଛନ୍ତି। ତୁମକୁ ପୁଣି ଅନ୍ୟମାନଙ୍କୁ ଜାଗ୍ରତ କରିବାକୁ ହେବ। ଡ୍ରାମାର ପ୍ଲାନ୍ ଅନୁସାରେ ତୁମେମାନେ ସମସ୍ତଙ୍କୁ ଜାଗ୍ରତ କରିଚାଲିଛ। ଏବେ ପର୍ଯ୍ୟନ୍ତ ଯିଏ ଯେପରି ଏବଂ ଯେତେ ପୁରୁଷାର୍ଥ କରିଛନ୍ତି ସେତିକି କଳ୍ପ ପୂର୍ବରୁ ମଧ୍ୟ କରିଥିଲେ। ହଁ, ଯୁଦ୍ଧ କ୍ଷେତ୍ରରେ ହାରିବା ଜିତିବା ତ ନିଶ୍ଚିନ୍ତ ହୋଇଥାଏ। ତେବେ ମାୟାର ଶକ୍ତି ଅଧିକ ହୋଇଯାଉଛି ତ କେବେ ଈଶ୍ୱରୀୟ ସନ୍ତାନମାନଙ୍କର ଶକ୍ତି ଅଧିକ ହୋଇଯାଉଛି। ଏବେ ଏବେ ସେବା ବହୁତ ତୀବ୍ର ଗତିରେ ଚାଲିଥାଏ। ଆଉ କେବେ କେବେ କେଉଁଠି କେଉଁଠି ପିଲାମାନଙ୍କର ଉପରେ ମାୟାର ବିଘ୍ନ ପଡ଼ିଥାଏ, ଯାହାକି ଏକଦମ ବେହୋସ କରିଦେଇଥାଏ। ଏହା ଯୁଦ୍ଧକ୍ଷେତ୍ର ଅଟେ ନା? ମାୟା ରାବଣ ରାମଙ୍କର ସନ୍ତାନମାନଙ୍କୁ ବେହୋସ କରିଦେଉଛି। ଲକ୍ଷ୍ମଣଙ୍କ ପାଇଁ ମଧ୍ୟ କାହାଣୀ ଅଛି ନା? ତୁମେ କହୁଛ ସବୁ ମନୁଷ୍ୟମାନେ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଯାଇଛନ୍ତି। ତୁମେ ଈଶ୍ୱରୀୟ ସମ୍ପ୍ରଦାୟର ସନ୍ତାନମାନେ ହିଁ ଏହିଭଳି କହୁଛ, ଯାହାଙ୍କୁ ଜ୍ଞାନର ସୂର୍ଯ୍ୟ ମିଳିଯାଇଛନ୍ତି ଏବଂ ଜାଗ୍ରତ ହୋଇଯାଇଛନ୍ତି। ସେହିମାନେ ହିଁ ଏହି କଥାକୁ ବୁଝିପାରିବେ। ଏଥିରେ ପରସ୍ପରକୁ କହିବାର ମଧ୍ୟ କିଛି କଥା ନାହିଁ। ତୁମେମାନେ ଜାଣିଛ, ବାସ୍ତବରେ ଆମେ ଈଶ୍ୱରୀୟ ସମ୍ପ୍ରଦାୟ ହିଁ ଜାଗ୍ରତ ହୋଇଛୁ। ବାକି ଅନ୍ୟମାନେ ସମସ୍ତେ ଅଜ୍ଞାନ ନିଦରେ ଶୋଇ ରହିଛନ୍ତି। ସେମାନେ ଏକଥା ଜାଣିନାହାନ୍ତି ଯେ ପିଲାମାନଙ୍କୁ ସମ୍ପତ୍ତି ଦେବା ପାଇଁ ପରମପିତା ପରମାତ୍ମା ଆସିଗଲେଣି। ଏକଥା ବିଲକୁଲ ଭୁଲି ଯାଇଛନ୍ତି। ବାବା ଭାରତକୁ ହିଁ ଆସୁଛନ୍ତି, ଆସି ସ୍ୱର୍ଗର ମାଲିକ କରୁଛନ୍ତି। ଭାରତ ସ୍ୱର୍ଗର ମାଲିକ ଥିଲା, ଏଥିରେ କୌଣସି ସନ୍ଦେହ ନାହିଁ। ପରମପିତା ପରମାତ୍ମାଙ୍କର ଜନ୍ମ ମଧ୍ୟ ଏହିଠାରେ ହିଁ ହୋଇଥାଏ। ସେଥିପାଇଁ ଶିବ ଜୟନ୍ତୀ ପାଳନ କରୁଛନ୍ତି ନା? ତେବେ ନିଶ୍ଚିନ୍ତ ସିଏ ଆସି କିଛି ତ କରିଥିବେ ନା? ବୁଦ୍ଧି କହୁଛି ନିଶ୍ଚିନ୍ତ ଭାବରେ ବାବା ଆସି ସ୍ୱର୍ଗର ସ୍ଥାପନା କରିଥିବେ। ପ୍ରେରଣା ଦ୍ୱାରା କ'ଣ ସ୍ଥାପନା ହୋଇପାରିବ? ଏଠାରେ ତ ତୁମମାନଙ୍କୁ ରାଜଯୋଗ ଶିଖାଯାଉଛି। ଯୋଗର ଯାତ୍ରା ବିଷୟରେ ବୁଝାଯାଉଛି। ପ୍ରେରଣାରେ କୌଣସି ଶବ୍ଦ ହୁଏ ନାହିଁ। ଭାବୁଛନ୍ତି ଶଙ୍କରଙ୍କର ମଧ୍ୟ ପ୍ରେରଣା ମିଳୁଛି। ସେଥିପାଇଁ ଯାଦବମାନେ ବା ୟୁରୋପବାସୀ ମୂଷଳ ବା ମିସାଇଲ ଆଦି ତିଆରି କରୁଛନ୍ତି। କିନ୍ତୁ ଏଥିରେ ପ୍ରେରଣାର ତ କୌଣସି କଥା ନାହିଁ। ତୁମେ ବୁଝିଯାଇଛ ଯେ ମୂଷଳ ଆଦି ତିଆରି କରିବାର ଡ୍ରାମାରେ ସେମାନଙ୍କୁ ପାଠ ମିଳିଛି। ଏଥିରେ ପ୍ରେରଣାର କୌଣସି କଥା ନାହିଁ। ଡ୍ରାମା ଅନୁସାରେ ବିନାଶ ତ ନିଶ୍ଚିନ୍ତ ହେବାର ଅଛି। ଗାୟନ ମଧ୍ୟ ରହିଛି ଯେ ମହାଭାରତ ଲଢ଼େଇରେ ମୂଷଳ କାମରେ ଆସିଥିଲା। ତେବେ ଯାହା ଅତୀତ ହୋଇଯାଇଛି ତାହାର ପୁଣି ପୁନରାବୃତ୍ତି ହେବ। ତୁମେ ପ୍ରତିଶ୍ରୁତି ଦେଉଛ ଯେ ଆମେ ଭାରତରେ ସ୍ୱର୍ଗ ସ୍ଥାପନ କରିବୁ, ଯେଉଁଠି ଗୋଟିଏ ଧର୍ମ ଥିବ। ତୁମେ ଏପରି ଲେଖୁନାହ ଯେ ଅନେକ ଧର୍ମର ବିନାଶ ହେବ। ତାହା ତ ଚିତ୍ରରେ ଲେଖାଯାଇଛି ଯେ ଯେହେତୁ ସ୍ୱର୍ଗର ସ୍ଥାପନା ହେଉଛି, ତେଣୁ ସେଠାରେ ଅନ୍ୟ କୌଣସି ଧର୍ମ ନଥାଏ। ଏବେ ତୁମେ ବୁଝିଯାଇଛ ଯେ ସବୁଠାରୁ ବଡ଼ ପାଠ ହେଲା ଶିବଙ୍କର, ବ୍ରହ୍ମାଙ୍କର ଏବଂ ବିଷ୍ଣୁଙ୍କର। ବ୍ରହ୍ମାରୁ ବିଷ୍ଣୁ, ବିଷ୍ଣୁରୁ ବ୍ରହ୍ମା, ଏହା ତ ବହୁତ ଗୁହ୍ୟ କଥା। ବିଷ୍ଣୁରୁ ବ୍ରହ୍ମା କିପରି ହେଉଛନ୍ତି, ବ୍ରହ୍ମାରୁ ପୁଣି ବିଷ୍ଣୁ କିପରି ହେଉଛନ୍ତି, ଏ କଥା ଜ୍ଞାନବାନ ସନ୍ତାନମାନଙ୍କ ବୁଦ୍ଧିରେ ତୁରନ୍ତ ଆସିଯାଇଥାଏ। ଶାସ୍ତ୍ରରେ କ'ଣ କହିଛନ୍ତି? ବିଷ୍ଣୁଙ୍କର ନାଭିରୁ ବ୍ରହ୍ମା ସୃଷ୍ଟି ହେଲେ, କିନ୍ତୁ ସେ ଶାସ୍ତ୍ରରେ କହିଦେଇଛନ୍ତି। ତେଣୁ ସେ ଭକ୍ତି ମାର୍ଗର କଥା। ଇଏ ହେଉଛି ଜ୍ଞାନ ମାର୍ଗର କଥା। କ'ଣ ନା, ଏଠି ଆମେ କ'ଣ ଜାଣିଲେ
ନା ଯିଏ ବ୍ରହ୍ମା ସିଏ ହଉଛନ୍ତି ବିଷ୍ଣୁ। ତେଣୁ ଏଠି ବ୍ରହ୍ମାରୁ ବିଷ୍ଣୁ ହବା ପାଇଁ 1 ସେକେଣ୍ଡ ଲାଗୁଛି, କିନ୍ତୁ ବିଷ୍ଣୁରୁ ବ୍ରହ୍ମା ହବା ପାଇଁ 84 ଜନ୍ମ ଲାଗୁଛି। ତେଣୁ ଏଇ ଯୋଉ ଗୁହ୍ୟ ରହସ୍ୟ କଥା କେବଳ ଯୋଉମାନେ ଏଇ ଜ୍ଞାନକୁ ଅର୍ଜନ କରିବେ ସେମାନେ ହିଁ ବୁଝିପାରିବେ ବା ଅନ୍ୟମାନଙ୍କୁ ବୁଝାଇ ପାରିବେ। ଦୈବୀ ସମ୍ପ୍ରଦାୟ ତ ତିଆରି ହେଉଛି, ଏହା ଜଣକର କଥା ନୁହେଁ। ଏସବୁ କଥାକୁ ତୁମେ ପିଲାମାନେ ହିଁ ବୁଝିଛ। ଦୁନିଆରେ ଜଣେ ହିଁ ମନୁଷ୍ୟ ଏକଥା ଜାଣିନାହିଁ। ଯଦିଓ ଲକ୍ଷ୍ମୀ ନାରାୟଣ ବା ବିଷ୍ଣୁଙ୍କର ପୂଜା କରୁଛନ୍ତି, କିନ୍ତୁ ସେମାନଙ୍କୁ ଏକଥା ଜଣା ନାହିଁ ଯେ ବିଷ୍ଣୁଙ୍କର ହିଁ 2ଟି ରୂପ ଲକ୍ଷ୍ମୀ ନାରାୟଣ ଅଟନ୍ତି, ଯିଏକି ନୂଆ ଦୁନିଆରେ ରାଜତ୍ୱ କରିଥାନ୍ତି। ବାକି 4 ଭୁଜାଧାରୀ କୌଣସି ମନୁଷ୍ୟ ନଥାନ୍ତି। ଏହା ତ ସୂକ୍ଷ୍ମ ଲୋକରେ ପ୍ରଭୃତି ମାର୍ଗର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ରୂପେ ଦର୍ଶାଯାଇଥାଏ। ଏହି ବିଶ୍ୱର ଇତିହାସ ଭୂଗୋଳ କିପରି ଚକ୍ର ଲଗାଉଛି ଏକଥା କେହି ଜାଣିନାହାନ୍ତି। ଯଦି ବାବାଙ୍କୁ ହିଁ ଜାଣିନାହାନ୍ତି, ତେବେ ବାବାଙ୍କର ରଚନାକୁ କିପରି ଜାଣିପାରିବେ? ବାବା ହିଁ ରଚନାର ଆଦି ମଧ୍ୟ ଅନ୍ତର ଜ୍ଞାନ ଶୁଣାଉଛନ୍ତି, ଯାହାକୁ ଋଷି ମୁନିମାନେ ମଧ୍ୟ କହୁଥିଲେ ଆମେ ଜାଣିନାହୁଁ। ଯଦି ବାବାଙ୍କୁ ଜାଣିଥାନ୍ତେ, ତେବେ ରଚନାର ଆଦି ମଧ୍ୟ ଅନ୍ତକୁ ମଧ୍ୟ ଜାଣିଥାନ୍ତେ। ବାବା କହୁଛନ୍ତି, ମୁଁ କଳ୍ପରେ ଥରେ ମାତ୍ର ଆସି ତୁମ ପିଲାମାନଙ୍କୁ ସମସ୍ତ ଜ୍ଞାନ ବୁଝାଉଛି, ଆଉ କେବେ ବି ଆସୁ ହିଁ ନାହିଁ। ତେଣୁ ସେମାନେ ରଚୟିତା ଏବଂ ରଚନାର ଆଦି ମଧ୍ୟ ଅନ୍ତକୁ ଜାଣିବେ କିପରି? ବାବା ନିଜେ କହୁଛନ୍ତି, ମୁଁ ସଙ୍ଗମ ଯୁଗ ବ୍ୟତୀତ ଆଉ କେବେ ଆସି ହିଁ ନଥାଏ। ମୋତେ ସଙ୍ଗମରେ ହିଁ ଡାକିଥାନ୍ତି। ସତ୍ୟ ଯୁଗକୁ ପାବନ ଏବଂ କଳି ଯୁଗକୁ ପତିତ କୁହାଯାଏ। ତେବେ ନିଶ୍ଚିନ୍ତ ମୁଁ ପତିତ ଦୁନିଆର ଶେଷ ସମୟରେ ଆସିବି ନା? କଳି ଯୁଗ ଶେଷରେ ଆସି ପତିତରୁ ପାବନ କରୁଛି। ସତ୍ୟ ଯୁଗ ଆରମ୍ଭରେ ସମସ୍ତେ ପାବନ ଥାନ୍ତି। ଏହା ତ ସହଜ କଥା ଅଟେ ନା? ମନୁଷ୍ୟମାନେ କିଛି ବି ଜାଣିନାହାନ୍ତି ଯେ ପତିତ ପାବନ ବାବା କେବେ ଆସିବେ। ଏବେ ତ କଳି ଯୁଗର ଅନ୍ତିମ ସମୟ ବୋଲି କୁହାଯିବ। ଯଦି କହୁଛନ୍ତି କଳି ଯୁଗ ଆହୁରି 40,000 ବର୍ଷ ବାକି ଅଛି, ତେବେ ଆଉ କେତେ ପତିତ ହେବେ, କେତେ ଦୁଃଖ ଭୋଗିବେ? ସୁଖ ତ ମିଳିବ ହିଁ ନାହିଁ। କିଛି ବି ଜଣା ନଥିଲା କାରଣରୁ ବିଲକୁଲ ହିଁ ଘୋର ଅନ୍ଧକାର ମଧ୍ୟରେ ଅଛନ୍ତି। ଏ କଥା ତୁମେ ହିଁ ବୁଝିପାରିବ। ତେଣୁ ପିଲାମାନଙ୍କୁ ପରସ୍ପର ମଧ୍ୟରେ ଆଲୋଚନା କରିବାକୁ ହେବ। ଚିତ୍ର ଗୁଡ଼ିକ ଉପରେ ଭଲ ଭାବରେ ବୁଝାଇବାକୁ ପଡ଼ିବ। ଡ୍ରାମା ଅନୁସାରେ ଏହି ଚିତ୍ର ଗୁଡ଼ିକୁ ମଧ୍ୟ ତିଆରି କରାଯାଇଛି। ପିଲାମାନେ ଜାଣିଛନ୍ତି ଯେଉଁ ସମୟ ବିତି ଯାଉଛି, ତାହାର ଡ୍ରାମାରେ ଅବିକଳ ପୁନରାବୃତ୍ତି ହୋଇ ଚାଲିଛି। ପିଲାମାନଙ୍କର ଅବସ୍ଥା ମଧ୍ୟ କେବେ ତଳକୁ କେବେ ଉପରକୁ ମଧ୍ୟ ହୋଇ ଚାଲିବ। ଏସବୁ ବହୁତ ବୁଝିବାର କଥା। କେବେ କେବେ ଗ୍ରହଚାରୀର ପ୍ରଭାବରେ ଆସିଗଲେ ପୁଣି ତାଙ୍କୁ ସମାପ୍ତ କରିବା ପାଇଁ କେତେ ଉପାୟ କରିଥାନ୍ତି। ବାବା ବାରମ୍ବାର କହୁଛନ୍ତି, ପିଲାମାନେ, ତୁମେମାନେ ଦେହ ଅଭିମାନରେ ଆସିବା କାରଣରୁ ବିବାଦ ସୃଷ୍ଟି ହେଉଛି। ସେଥିପାଇଁ ତୁମକୁ ଦେହୀ ଅଭିମାନୀ ହେବାକୁ ପଡ଼ିବ। ପିଲାମାନଙ୍କ ଭିତରେ ଦେହ ଅଭିମାନ ବହୁତ ରହିଛି। ତୁମେମାନେ ଦେହୀ ଅଭିମାନୀ ହୋଇଗଲେ ବାବାଙ୍କର ସ୍ମୃତି ରହିବ ଏବଂ ସେବାରେ ଉନ୍ନତି କରିଚାଲିବ। ଯେଉଁମାନଙ୍କୁ ଉଚ୍ଚପଦ ପାଇବାର ଅଛି, ସେମାନେ ସଦାସର୍ବଦା ସେବାରେ ଲାଗି ରହିଥିବେ। ଯାହାର ଭାଗ୍ୟରେ ନଥିବ, ସିଏ ପୁଣି ପୁରୁଷାର୍ଥ ମଧ୍ୟ କରିପାରିବ ନାହିଁ। ନିଜେ ବି କହୁଛନ୍ତି, ବାବା ମୋର ଧାରଣା ହେଉନାହିଁ। ଜ୍ଞାନ ବୁଦ୍ଧିରେ ଧାରଣ ହେଉନାହିଁ। ଯେଉଁମାନଙ୍କୁ ଭଲ ଧାରଣା ହୋଇଥାଏ, ସେମାନଙ୍କୁ ଖୁସି ମଧ୍ୟ ବହୁତ ମିଳିଥାଏ।
ଜାଣୁଛନ୍ତି ଶିବ ବାବା ଆସି ଯାଇଛନ୍ତି। ଏବେ ବାବା କହୁଛନ୍ତି, ପିଲାମାନେ ତୁମେ ଭଲ ଭାବରେ ବୁଝି ପୁଣି ଅନ୍ୟମାନଙ୍କୁ ବୁଝାଅ। କେହି କେହି ତ ସେବାରେ ହିଁ ଲାଗି ରହିଛନ୍ତି, ପୁରୁଷାର୍ଥ କରି ଚାଲିଛନ୍ତି। ଏକଥା ମଧ୍ୟ ପିଲାମାନେ ଜାଣିଛନ୍ତି ଯେ ଯେଉଁ ମୁହୂର୍ତ୍ତ ବିତି ଯାଉଛି ତାହା ଡ୍ରାମାରେ ଅଛି, ପୁଣି ତାହାର ସେହିପରି ପୁନରାବୃତ୍ତି ହେବ। ପିଲାମାନଙ୍କୁ ବୁଝାଯାଉଛି ଯେ ବାହାରେ ଭାଷଣ ଆଦିର ତ ଅନେକ ପ୍ରକାର ନୂଆ ନୂଆ ଲୋକ ଶୁଣିବା ପାଇଁ ଆସିଥାନ୍ତି। ତୁମେ ଜାଣିଛ ଗୀତା, ବେଦ, ଶାସ୍ତ୍ର ଇତ୍ୟାଦି ଉପରେ ମନୁଷ୍ୟ କେତେ ଭାଷଣ କରୁଛନ୍ତି। ସେମାନଙ୍କୁ କଣ ଏକଥା ଜଣାଅଛି ଯେ ଏଠାରେ ଈଶ୍ୱର ନିଜେ ନିଜର ଏବଂ ଦୃଷ୍ଟିର ଆଦି ମଧ୍ୟ ଅନ୍ତର ରହସ୍ୟ ବୁଝାଉଛନ୍ତି। ସୃଷ୍ଟିର ରଚୟିତା ହିଁ ଆସି ସୃଷ୍ଟିର ସମସ୍ତ ଜ୍ଞାନ ଶୁଣାଉଛନ୍ତି। ତ୍ରିକାଳଦର୍ଶୀ କରିବା ତ ବାବାଙ୍କର ହିଁ କର୍ତ୍ତବ୍ୟ ଅଟେ। ଶାସ୍ତ୍ରରେ ଏହି ସବୁ କଥା ନାହିଁ। ଏସବୁ ହେଲା ନୂଆ କଥା। ବାବା ବାରମ୍ବାର ବୁଝାଉଛନ୍ତି ଯେ ଯେଉଁଠି ବି ଜ୍ଞାନ ବୁଝାଉଛ, ପ୍ରଥମେ ଏଇ କଥା ବୁଝାଅ ଯେ ଗୀତାର ଭଗବାନ କିଏ, ଶ୍ରୀକୃଷ୍ଣ ନା ନିରାକାର ଶିବ। ଏହି ସବୁ କଥା ତୁମେ ପ୍ରୋଜେକ୍ଟର ଦ୍ୱାରା ବୁଝାଇ ପାରିବ ନାହିଁ। ପ୍ରଦର୍ଶନୀରେ ଚିତ୍ର ତ ସମ୍ମୁଖରେ ରହିଥାଏ, ତାହା ଉପରେ ବୁଝାଇ ତୁମେ ପଚାରିପାରିବ। ଏବେ କୁହନ୍ତୁ, ଗୀତାର ଭଗବାନ କିଏ, ଜ୍ଞାନର ସାଗର କିଏ? ଶ୍ରୀକୃଷ୍ଣଙ୍କୁ ତ କୁହାଯାଇ ପାରିବ ନାହିଁ। ପବିତ୍ରତା, ସୁଖ, ଶାନ୍ତିର ସାଗର, ମୁକ୍ତିଦାତା ଏବଂ ପଥ ପ୍ରଦର୍ଶକ କିଏ? ପ୍ରଥମେ ଲେଖାଇବା ଦରକାର, ଫର୍ମ ପୂରଣ କରାଇବା ଦରକାର, ପୁଣି ସମସ୍ତଙ୍କ ଠାରୁ ଦସ୍ତଖତ ନେବା ଦରକାର। ଚଢ଼େଇ ମାନଙ୍କର ଶବ୍ଦ ହେଉଥିଲା। ଦେଖ କେତେ ଝଗଡ଼ା କରୁଛନ୍ତି। ଏହି ସମୟରେ ସାରା ଦୁନିଆରେ ଲଢ଼େଇର ଝଗଡ଼ା ବହୁତ ଚାଲିଛି। ମନୁଷ୍ୟମାନେ ମଧ୍ୟ ପରସ୍ପର ମଧ୍ୟରେ ଲଢ଼େଇ ଝଗଡ଼ା କରୁଛନ୍ତି। ମନୁଷ୍ୟମାନଙ୍କ ଭିତରେ ହିଁ ବୁଝିବା ପାଇଁ ବୁଦ୍ଧି ଅଛି। ପାଞ୍ଚ ବିକାର ମଧ୍ୟ ମନୁଷ୍ୟମାନଙ୍କ ଭିତରେ ଅଛି ବୋଲି ଜ୍ଞାନ ଅଛି, କିନ୍ତୁ ଜୀବଜନ୍ତୁଙ୍କ ପାଇଁ ଜ୍ଞାନ ନାହିଁ। ଏହା ହେଲା ବିକାରୀ ଦୁନିଆ ମନୁଷ୍ୟଙ୍କ ପାଇଁ ହିଁ କୁହାଯାଏ। କଳି ଯୁଗରେ ଆସୁରୀ ସମ୍ପ୍ରଦାୟ ଅଛନ୍ତି, ସତ୍ୟ ଯୁଗରେ ଦୈବୀ ସମ୍ପ୍ରଦାୟ ଥାନ୍ତି। ଏବେ ତୁମକୁ ଏହି ସବୁ କଥାର ପ୍ରଭେଦ ବିଷୟରେ ଜଣାଅଛି। ଏ କଥାକୁ ତୁମେମାନେ ସିଦ୍ଧ କରି ବୁଝାଇ ପାରିବ। ସିଡ଼ି ଚିତ୍ରରେ ମଧ୍ୟ ବହୁତ ଭଲ ଭାବରେ ଦେଖାଇ ଦିଆଯାଇଛି। ତଳେ ଅଛନ୍ତି ପତିତ ମନୁଷ୍ୟମାନେ, ଉପରେ ପବିତ୍ର ଦେବୀ ଦେବତା। ଏହି ଚିତ୍ରରେ ବହୁତ ସ୍ପଷ୍ଟ ଭାବରେ ରହିଛି। ସିଡ଼ି ଚିତ୍ର ହିଁ ମୁଖ୍ୟ ଅଟେ, ଯେଉଁଠି ଉତ୍ଥାନର କଳା ଏବଂ ପତନର କଳାର ବର୍ଣ୍ଣନା କରାଯାଇଛି। ଏହି ସିଡ଼ି ଚିତ୍ର ବହୁତ ଭଲ ଚିତ୍ର ଅଟେ, ବହୁତ ଭଲ ଚିତ୍ର ଅଟେ। ଏଥିରେ ଏଭଳି କଣ ଲେଖିବା ଦରକାର ଯାହାଦ୍ୱାରା ମନୁଷ୍ୟ ବିଲକୁଲ ଭଲ ଭାବରେ ବୁଝିଯିବେ ଯେ ନିଶ୍ଚିତ ଭାବରେ ଏହା ପତିତ ଦୁନିଆ ଅଟେ। ପାବନ ଦୁନିଆ ସ୍ୱର୍ଗ ଥିଲା। ଏଠାରେ ସମସ୍ତେ ପତିତ, କେହି ଜଣେ ବି ପବିତ୍ର ନାହାନ୍ତି। ରାତି ଦିନ ତୁମ ଭିତରେ ଏହି ଚିନ୍ତନ ଚାଲିବା ଦରକାର। ଆତ୍ମପ୍ରକାଶ ବଚ୍ଚା ଚିଠି ଲେଖି ପଚାରୁଛନ୍ତି, ବାବା ଏହି ଚିତ୍ର ତିଆରି କରିବା। ବାବା କହୁଛନ୍ତି, ବିଚାର ସାଗର ମନ୍ଥନ କରି କୌଣସି ବି ଚିତ୍ର ତିଆରି କର, କିନ୍ତୁ ସିଡ଼ି ଚିତ୍ର ବହୁତ ଭଲ ହେବା ଦରକାର। ଏହା ଉପରେ ବହୁତ ଭଲ ଭାବରେ ବୁଝାଇ ପାରିବ। 84 ଜନ୍ମ ଶେଷ କରି ପୁଣି ପ୍ରଥମ ନମ୍ବରର ଜନ୍ମ ନେଉଛ, ତେଣୁ ପତନରୁ ଉତ୍ଥାନକୁ ଯିବାକୁ ପଡ଼ିବ। ଏଥିରେ ପ୍ରତ୍ୟେକଙ୍କର ବିଚାର ଚାଲିବା ଦରକାର।
ନଚେତ ସେବା କିପରି କରିପାରିବ? ଚିତ୍ର ଉପରେ ବୁଝାଇବା ବହୁତ ସହଜ ହୋଇଥାଏ। ସତ୍ୟଯୁଗ ପରେ ସିଡ଼ିରେ ଖସିବାକୁ ପଡ଼ିଥାଏ। ଏ କଥା ମଧ୍ୟ ପିଲାମାନେ ଜାଣିଛନ୍ତି ଯେ ଯଦି ଆମେ ପାଠଧାରୀ ବା ଅଭିନେତା ଅଟୁ, ତୁମେ ଏଠାକୁ ଟ୍ରାନ୍ସଫର ହୋଇ ସିଧାସଳଖ ସତ୍ୟଯୁଗକୁ ଯାଇନଥାଅ। ପ୍ରଥମେ ଶାନ୍ତିଧାମକୁ ଯିବାକୁ ହେବ। ହଁ, ତୁମମାନଙ୍କ ଭିତରେ କ୍ରମାନୁସାରେ ଅଛନ୍ତି ଯିଏକି ନିଜକୁ ଏହି ଡ୍ରାମାର ପାଠଧାରୀ ବୋଲି ଭାବୁଛନ୍ତି। ଦୁନିଆରେ ଏଭଳି କେହି ବି କହିପାରିବେ ନାହିଁ ଯେ ମୁଁ ପାଠଧାରୀ ଅଟେ। ଆମେ ଦେଖୁଛେ ମଧ୍ୟ ସେ ଯଦି ପାଠଧାରୀ ହୋଇ ବି ଡ୍ରାମାର ରଚୟିତା, ନିର୍ଦ୍ଦେଶକ ଆଦି ମଧ୍ୟ ଅନ୍ତକୁ ଜାଣିନାହାନ୍ତି, ତେବେ ସିଏ ପ୍ରଥମ ନମ୍ବର ବୋକା ଅଟନ୍ତି। ଏହା ତ ଭଗବାନ ବାଚ ଅଟେ, ଶିବ ଭଗବାନ ବାଚ। ବ୍ରହ୍ମାଙ୍କ ଶରୀର ଦ୍ୱାରା ଜ୍ଞାନର ସାଗର ସେଇ ନିରାକାର ଅଟନ୍ତି, ଯାହାଙ୍କର ନିଜର ଶରୀର ନାହିଁ। ଏହା ବୁଝିବା ପାଇଁ ବହୁତ ଭଲ ଯୁକ୍ତି ଅଟେ। ତୁମେ ପିଲାମାନଙ୍କୁ ବହୁତ ନିଶା ରହିବା ଦରକାର। ଆମେ କଣ କାହାର ନିନ୍ଦା କରୁଛୁ କି? ଏହା ତ ଠିକ କଥା ନା? ଯିଏ ବି ବଡ଼ ବଡ଼ ଅଛନ୍ତି ସେମାନଙ୍କର ଚିତ୍ର ତୁମେ ଦେଇପାରିବ। ସିଡ଼ି ଚିତ୍ର କାହାକୁ ବି ଦେଖାଇ ପାରିବ। ଆଚ୍ଛା, ମିଠା ମିଠା ଶିଖିଲ ଦେ ସନ୍ତାନମାନଙ୍କ ପ୍ରତି ମାତା ପିତା ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଆତ୍ମିକ ସନ୍ତାନମାନଙ୍କ ତରଫରୁ ଆତ୍ମିକ ପିତାଙ୍କ ବାପଦାଦାଙ୍କୁ ନମସ୍ତେ ନମସ୍ତେ ନମସ୍ତେ। ସବୁ ଆତ୍ମାମାନଙ୍କର ଛୋଟିଆ ଦିଲରୁ ଆତ୍ମିକ ପିତାଙ୍କ ବାପଦାଦାଙ୍କୁ ଅଗଣିତ ଧନ୍ୟବାଦ, ଅଗଣିତ ଶୁକ୍ରିୟା। ଶୁକ୍ରିୟା ବାବା, ଶୁକ୍ରିୟା ବାବା, ଶୁକ୍ରିୟା ବାବା, ଆପଣଙ୍କୁ ବହୁତ ବହୁତ ଶୁକ୍ରିୟା। ବାହା ବାବା, ବାହା ବାହା ଡ୍ରାମା, ବାହା ବାହା ଆତ୍ମା, ବାହା। ଧାରଣା ପାଇଁ ମୁଖ୍ୟ ସାରାଂଶ ବାବା କଣ କହିଛନ୍ତି? 1 ନମ୍ବର ପଏଣ୍ଟ, ଭାରତରେ ସୁଖ ଶାନ୍ତିର ସ୍ଥାପନା କରିବା ବା ଭାରତକୁ ସ୍ୱର୍ଗରେ ପରିଣତ କରିବା ପାଇଁ ପରସ୍ପର ମଧ୍ୟରେ ମିଳିମିଶି ଆଲୋଚନା କରିବାକୁ ହେବ। ଶ୍ରୀମତ ଅନୁସାରେ ଭାରତର ଏହିଭଳି ସେବା କରିବାକୁ ହେବ। 2 ନମ୍ବର ପଏଣ୍ଟ, ସେବାରେ ଉନ୍ନତି କରିବା ବା ସେବା ଦ୍ୱାରା ଉଚ୍ଚପଦ ପାଇବା ପାଇଁ ଦେହୀ ଅଭିମାନୀ ହେବାର ମେହନତ କରିବାକୁ ହେବ। ଜ୍ଞାନର ବିଚାର ସାଗର ମନ୍ଥନ କରିବାକୁ ହେବ। ବରଦାନ ପଏଣ୍ଟ ଆଜି ବାବା କଣ କହିଛନ୍ତି? ବାବାଙ୍କର ବରଦାନ ହସ୍ତ ମୋ ମସ୍ତକ ଉପରେ ଅଛି। ଆଉ ବାବାଙ୍କର ବିଶେଷ ବରଦାନ ମୋ ଆତ୍ମା ପାଇଁ କଣ? ପବିତ୍ରତା ଆଧାରରେ ସୁଖ ଶାନ୍ତିର ଅନୁଭବ କରୁଥିବା ନମ୍ବର 1 ଅଧିକାରୀ ଭବ। ବାବା କହିଲେ ପବିତ୍ରତା ଆଧାରରେ ତୁମକୁ ସୁଖ ଶାନ୍ତି ଅନୁଭବ ହବ, କାରଣ ପବିତ୍ରତା ହିଁ ସୁଖ ଶାନ୍ତିର ଜନନୀ। ତେଣୁ ଯାହା ପାଖରେ ପବିତ୍ରତା ଅଛି ତା ପାଖରେ ସୁଖ ଶାନ୍ତି ବଜାଇ ଅଛି, ସବୁବେଳେ ଅଛି, ସଦା ସର୍ବଦା। ତେଣୁ ବାବା କହିଲେ, ତେଣୁ ଯୋଉମାନେ ଏଇଭଳି ଅନୁଭବ କରନ୍ତି ଯେ ମୋ ଭିତରେ ସୁଖ ଶାନ୍ତି ଭରି ହେଇକି ରହିଛି ସେଇ ପବିତ୍ରତାର ଆଧାରରେ, ତାହେଲେ ସେଇମାନେ ନମ୍ବର 1 ଅଧିକାରୀ ବନିଯିବେ। ଯେଉଁ ପିଲାମାନେ ପବିତ୍ରତାର ପ୍ରତିକ୍ରିୟାକୁ ସଦା ସର୍ବଦା ସ୍ମୃତିରେ ରଖିଥାନ୍ତି ସେମାନଙ୍କୁ ସ୍ୱତଃ ହିଁ ସୁଖ ଶାନ୍ତିର ଅନୁଭୂତି ହୋଇଥାଏ। ତେଣୁ ପବିତ୍ରତାର ଅଧିକାର ନେବାରେ ନମ୍ବର 1 ହେବା ଅର୍ଥ ସର୍ବପ୍ରାପ୍ତିରେ ନମ୍ବର 1 ହେବା। ସେଥିପାଇଁ ପବିତ୍ରତାର ମୂଳଦୁଆକୁ କେବେ ହେଲେ ଦୁର୍ବଳ କର ନାହିଁ। ତେବେ ଯାଇ ଶେଷରେ ଆସିଥିବେ ମଧ୍ୟ ତୀବ୍ର ପୁରୁଷାର୍ଥ କରି ଆଗକୁ ବଢିପାରିବ। ତେବେ ଯାହା ବି ହୋଇଯାଉ, କିନ୍ତୁ ଏହି ପବିତ୍ରତା ଧର୍ମରେ ସର୍ବଦା ସ୍ଥିତ ରହିବାକୁ ହେବ। ଚାହେଁ ବ୍ୟକ୍ତି, ଚାହେଁ ପ୍ରକୃତି, ଚାହେଁ ପରିସ୍ଥିତି ଯେତେ ବି ହଲଚଲ କରିବାକୁ ଚେଷ୍ଟା କରୁ, କିନ୍ତୁ ନିଜର ସ୍ୱଧର୍ମକୁ କେବେ ହେଲେ ଛାଡ଼ିବାର ନାହିଁ।
ସେଥିପାଇଁ ଯେତେ ବି କଷ୍ଟ ସହନ କରିବାକୁ ପଡୁ ବା ମାଟିରେ ମିଶିବାକୁ ପଡୁ, ବାବା କହିଲେ ଚାहे ବ୍ୟक्ति, ଚାहे ପ୍ରକୃତି, ଚାहे ପରିସ୍ଥିତି ଯେତେ ବି ହଲଚଲ କରିବାକୁ ଚେଷ୍ଟା କରୁ, କିନ୍ତୁ ନିଜର ସ୍ୱଧର୍ମକୁ କେବେ ହେଲେ ଛାଡିବାର ନାହିଁ। ଆମର ସ୍ୱଧର୍ମ କଣ ହେଲା? ଶାନ୍ତିର ସ୍ୱରୂପ। ତେଣୁ ସେଇ ସ୍ୱଧର୍ମକୁ କେବେ ଆମେ ଛାଡିବାନି। ଆମର ସ୍ୱଧର୍ମ ହେଲା କଣ? ଆଦି ସନାତନ ଦେବୀ ଦେବତା ଆମର ସ୍ୱଧର୍ମ, ଆଉ ସ୍ୱସ୍ଥିତି ହେଲା କଣ? ନା ଶାନ୍ତ ସ୍ୱରୂପ। ତେଣୁ ନିଜର ସ୍ୱଧର୍ମ ବା ନିଜର ସ୍ୱସ୍ଥିତିକୁ ଆମେ କେବେ ଭୁଲିବା ନାହିଁ। ଯେତେ ବି କଷ୍ଟ ଆସୁ ସବୁ ସହନ କରିବାକୁ ପଡିବ। ଆଉ ଏଇ ଦୁଇଟି ଜିନିଷ ଆମେ କେବେ ଛାଡିବାନି। ନିଜ ପାଖରୁ ସଦା ସର୍ବଦା ଆମେ କାର୍ଯ୍ୟରେ ଲଗଉଥିବା। ବାବା ଆଜି କହିଛନ୍ତି ସ୍ଲୋଗାନ କଣ? ଯଦି ବ୍ୟର୍ଥ ରୂପକ ଦୋଷ ଠାରୁ ନିର୍ଦ୍ଦୋଷ ଅର୍ଥାତ ମୁକ୍ତ ରହିବ, ତେବେ ସଚା ମହାତ୍ମା ହୋଇଯିବ। ବାବା ସ୍ଲୋଗାନ ଆଜି କଣ କହିଛନ୍ତି? ଯଦି ବ୍ୟର୍ଥ ରୂପକ ଦୋଷ ଠାରୁ ନିର୍ଦ୍ଦୋଷ ଅର୍ଥାତ ମୁକ୍ତ ରହିବ, ତେବେ ସଚା ମହାତ୍ମା ହୋଇଯିବ। ଅବ୍ୟକ୍ତ ଇଶାରା। ଏକତା ଏବଂ ବିଶ୍ୱାସର ବିଶେଷତା ଦ୍ୱାରା ସଫଳତା ସମ୍ପନ୍ନ ହୁଅ। ବାପଦାଦା ଚାହୁଁଛନ୍ତି ଯେ ମୋର ପ୍ରତ୍ୟେକ ସନ୍ତାନ ଏକ ରସ ଭାବରେ ଶ୍ରେଷ୍ଠ ସ୍ଥିତିର ଆସନଧାରୀ, ଏକାନ୍ତବାସୀ, ଅଶରୀରୀ, ଏକତା ସ୍ଥାପନାକାରୀ, ଏକନାମୀ ଏବଂ ଇକୋନାମୀର ଅବତାର ହୁଅନ୍ତୁ। ପରସ୍ପରର ବିଚାରକୁ ବୁଝିବା ସହିତ ପରସ୍ପରକୁ ସମ୍ମାନ ଦେଇ ପରସ୍ପରକୁ ସାବଧାନ କରାଇ ବିଚାରର ଆଦାନ ପ୍ରଦାନ କରି ସଂଗଠନର ଶକ୍ତି ସ୍ୱରୂପକୁ ପ୍ରତ୍ୟକ୍ଷ କର। କାହିଁକି ନା ତୁମମାନଙ୍କର ସଂଗଠନର ଏକତାର ଶକ୍ତି ସାରା ବ୍ରାହ୍ମଣ ପରିବାରକୁ ସଂଗଠିତ କରିବାର ନିମିତ୍ତ ହେବ। ଓମ୍ ଶାନ୍ତି, ଓମ୍ ଶାନ୍ତି, ଓମ୍ ଶାନ୍ତି।